ତୁମ୍ଭ ଅନୁଗ୍ରହରେ ଆମମାନଙ୍କୁ ଯେତେବେଳେ ତୁମ୍ଭ ପାଦ ତଳେ ସମର୍ପିତ ହେଉଛୁ, ତୁମରି ପବିତ୍ର ରୋବ ଶୁଣିବା ପାଇଁ ଆମମାନଙ୍କର କର୍ଣ୍ଣକୁ ତୁମେ ଉନ୍ମୁକ୍ତ କର, ହୃଦୟକୁ ପ୍ରସ୍ତୁତ କର, ଆମମାନଙ୍କ ଆନ୍ତରିକ ଚକ୍ଷୁକୁ ତୁମେ ଖୋଲି ଦିଅ। ତୁମ ବାକ୍ୟ ଦେଇ ଆମେ ଯେପରି ନିଜକୁ ଦେଖିବୁ, ତୁମ ବାକ୍ୟର ଶକ୍ତି ଦ୍ୱାରା ଆମମାନଙ୍କର ଜୀବନକୁ ଗଠନ କରିବୁ। ଏଥିପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ସମସ୍ତ ପ୍ରକାର ଯାନ୍ତ୍ରିକ ତ୍ରୁଟିକୁ ତୁମେ ଦୂର କର। ତୁମରି ଆତ୍ମାଙ୍କର ନିୟନ୍ତ୍ରଣରେ ଆଜି ଆମମାନଙ୍କ ସହିତ କଥା ହୋଇ ସମସ୍ତଙ୍କୁ ପ୍ରଭୁ ତୁମେ ଆଶୀର୍ବାଦ କର। ସବୁ ପ୍ରାର୍ଥନା ଆମମାନଙ୍କର ତ୍ରାଣକର୍ତ୍ତା ବାକ୍ୟ ରୂପୀ ପ୍ରିୟ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ମାଗିଲୁ, ଆମେନ୍। ଆମମାନେ ଆଜିର ଧ୍ୟାନ ସକାଶେ ପ୍ରଭୁଙ୍କର ବାକ୍ୟ ଆମମାନେ ପଠନ କରିବା, ତାହା ଆପଣ ମାନେ ପାଇପାରିବେ ପ୍ରଥମ ପିତର ତାର 2 ପର୍ବ, ପ୍ରଥମ ପିତର ତାର 2 ପର୍ବ ତାର 9 ପଦ ଆମମାନେ ପଢିବା। ପ୍ରଥମ ପିତର ତାର 2 ଅଧ୍ୟାୟ ତାର 9ମ ପଦ ମୁଁ ଆପଣ ମାନଙ୍କ ନିମନ୍ତେ ପଢିବି। ଆପଣ ମାନେ ନିଜର ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଖୋଲନ୍ତୁ ଆଉ ସେ ବାକ୍ୟକୁ ଆମମାନେ ପଠନ କରି ଆମେ ଧ୍ୟାନ କରିବା। ଏଠାରେ ଏ ପ୍ରକାର ଲେଖାଯାଏ, କିନ୍ତୁ ଯେ ତୁମ୍ଭମାନଙ୍କୁ ଅନ୍ଧକାରରୁ ଆପଣ ଆଶ୍ଚର୍ଯ୍ୟ ଆଲୋକ ମଧ୍ୟକୁ ଆହ୍ୱାନ କରିଅଛନ୍ତି, ତୁମ୍ଭେମାନେ ଯେପରି ତାହାଙ୍କର ଗୁଣ କୀର୍ତ୍ତନ କର, ଏଥି ନିମନ୍ତେ ତୁମ୍ଭେମାନେ ଏକ ମନୋନୀତ ବଂଶ, ରାଜକୀୟ ଯାଜକ ବର୍ଗ, ପବିତ୍ର ଜାତି, ପୁଣି ଈଶ୍ୱରଙ୍କ ନିଜସ୍ୱ ପ୍ରଜା ହୋଇଅଛ। ପ୍ରଭୁ ଏହି ପଠିତ ବାକ୍ୟ ଶ୍ରବଣରେ ଧ୍ୟାନରେ ଆମ ସମସ୍ତଙ୍କୁ ପ୍ରଚୁର ଆଶୀର୍ବାଦ କରନ୍ତୁ, ଆମେନ୍। ପ୍ରଭୁଙ୍କର ପବିତ୍ର ନାମର ପ୍ରଶଂସା ହେଉ, ଗୌରବ ହେଉ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରି ଏ ସୁନ୍ଦର ସମୟ ଦେଇଛନ୍ତି। ପ୍ରଭୁଙ୍କର ପବିତ୍ର ମହାନ ନାମର ପ୍ରଶଂସା ହେଉ। ତତ୍ସହିତ ଏହି ଏର୍ଲି ପ୍ରେୟର ମିଟ୍ର ସମସ୍ତ ଆୟୋଜକ ମଣ୍ଡଳୀ, ପ୍ରଭୁଙ୍କର ପ୍ରିୟ ଦାସ ଦାସୀ, ପ୍ରଭୁଙ୍କର ପ୍ରିୟ ଲୋକମାନେ, ଯେତେ ଲୋକ ବି ଆଜି ଆମମାନଙ୍କ ସହିତ ଜଡ଼ିତ ହୋଇ ଅଛନ୍ତି, ପ୍ରତ୍ୟେକଙ୍କୁ ମୋ ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପବିତ୍ର ନାମରେ ସମସ୍ତଙ୍କୁ ନମସ୍କାର ଜଣାଏ। ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରିୟମାନେ, ଆଜି ଆମମାନେ ଏକ ସୁନ୍ଦର ଆରାଧନା ସହିତ ଆମମାନେ ପ୍ରଭୁଙ୍କର ନିକଟବର୍ତ୍ତୀ ହେଇପାରିଛୁ ଆଉ ପ୍ରଭୁଙ୍କର ଗୌରବ କରୁ କରୁ ପ୍ରଭୁଙ୍କର ଜୀବନ୍ତ ବାକ୍ୟର ଅଂଶୀ ହେଇଛୁ। ଆଉ ଆଜିର ବାକ୍ୟକୁ ମଧ୍ୟ ପରିବେଷଣ କରିବା ପାଇଁ ମୋ ପରି ନଗଣ୍ୟକୁ ଆପଣମାନେ ସୁଯୋଗ ଦେଇଛନ୍ତି, ପ୍ରଭୁ ସୁଯୋଗ ଦେଇଛନ୍ତି। ତେଣୁ ପ୍ରଭୁଙ୍କୁ ଧନ୍ୟବାଦ ଦେବା ସହିତ ଆପଣମାନଙ୍କ ନିକଟରେ ମୋର କୃତଜ୍ଞତା ଜ୍ଞାପନ କରେ। ଖ୍ରୀଷ୍ଟରେ ପ୍ରିୟ ଲୋକମାନେ, ଆମମାନଙ୍କର ଜୀବନର ଗୋଟେ ସ୍ୱତନ୍ତ୍ର ପରିଚୟ ରହିଛି। ଆଉ ଜଣେ ବ୍ୟକ୍ତି ଜଣକୁ ପ୍ରଶ୍ନ କଲେ, ଆପଣ କିଏ? ଆଉ ସେ ବ୍ୟକ୍ତି ଉତ୍ତରରେ କହିଲେ, I was born by myself but carry the spirit and blood of my father, mother and my ancestor. ସେ କହିଲେ, ମୁଁ ଜନ୍ମ ହେଇଛି କିନ୍ତୁ ମୋର ଶରୀରରେ ମୋର ପିତାଙ୍କର, ମାତାଙ୍କର ଏବଂ ମୋର ପିତୃପୁରୁଷ ମାନଙ୍କର ସ୍ପିରିଟ, ଆତ୍ମା କଣ କରୁଛି? କାର୍ଯ୍ୟ କରୁଛି, ଦୌଡୁଛି ବା ମତେ ଆଗେଇ ନଉଛି। ପ୍ରିୟମାନେ, ଆମମାନଙ୍କର ପରିଚୟ, ଆମମାନଙ୍କର ନାମ ନେଇ, ଆମମାନଙ୍କର ଗୋଷ୍ଠୀ ନେଇ, ଆମମାନଙ୍କର ବଂଶ ନେଇ, ଆମମାନଙ୍କର ଜାତି ନେଇ, ଆମମାନଙ୍କର ରଙ୍ଗ ନେଇ, ଆମମାନଙ୍କର ଉଚ୍ଚତା ନେଇ, ଆମମାନଙ୍କର କାର୍ଯ୍ୟ, ଜବ୍ ଆଣ୍ଡ ପୋଜିସନ କୁ ନେଇ, ଆମମାନଙ୍କର ଗ୍ରାମକୁ ନେଇ, ଆମମାନଙ୍କର ସହରକୁ ନେଇ, ଆମମାନଙ୍କର ଦେଶକୁ ନେଇ, ପୁଣି ଆମମାନଙ୍କ ଲିଙ୍ଗ ଦ୍ୱାରା ପରିପ୍ରକାଶ ହେଇଥାଏ। କିନ୍ତୁ ବାସ୍ତବରେ ଏଇ ଜଗତ ମଧ୍ୟରେ ଆମେ ଯେତେ ଲୋକ ବି ଆମେ ବଞ୍ଚୁଛୁ, ସମସ୍ତଙ୍କୁ ଈଶ୍ୱର ଗୋଟେ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। ତାକୁ କୁହାଯାଏ ହ୍ୟୁମାନ ବିଂ, ଗୋଟେ ମାନବୀୟ ପ୍ରାଣୀ ଭାବରେ ଆମମାନଙ୍କର ପରିଚୟ ରହିଅଛି। ଆଉ ଏ ମାନବୀୟ ପ୍ରାଣୀ ଭାବରେ ଯେତେବେଳେ ପରିଚୟ ପ୍ରଭୁ ଦିଅନ୍ତି, ସେତେବେଳେ ଆମମାନଙ୍କୁ ସ୍ୱତନ୍ତ୍ର କ୍ୟାରେକ୍ଟର ସହିତ ଆମମାନଙ୍କ ଜୀବନକୁ ଗଠନ କରନ୍ତି। ତେଣୁ ଆମମାନଙ୍କୁ ଅନେକ ସମୟରେ କୁହାଯାଏ ଆମମାନେ ହଉଛୁ ରେସନାଲ ବିଂ ବା ବିଚାର ବୁଦ୍ଧି ବିଶିଷ୍ଟ ଏକ ପ୍ରାଣୀ।
जोठारे आमने चिंता करू, जोठारे आमने सत्यता अन्वेषण करू, आमने प्रत्येक विषय को बुद्धिर सहित करबा पाए प्रभु आमको सही चरित्र गुण शक्ति दे आमको जीवन गठन करते। अन्य पक्षरे आमको कुआ जाए मोराल भी गोटे नैतिक प्राणी जोठारे यथार्थता जोठारे भलो आ मंद जोठारे आमने ज्ञात हो पारो तेणु आमको भीतर गोटे नैतिकता शक्ति अच्छी तेणु आमको मोराल बीइंग मध्य कहा जाए। अन्य माने अन्य अर्थरे कहले आम सोशियल बीइंग गोटे सामाजिक प्राणी जोठी आमको जोगाजोग अच्छी जोठी आमको संपर्क अच्छी जोठी आमने परस्पर सहित निर्भरशील जीवन काटू। अनेक साइंटिस्ट माने मध्य कहती ईश्वर मध्य आमको से शक्ति देइछंती ताको कहा जीवो आर्टिस्ट बीइंग अर्थात सृष्टिकारी प्राणी। आमने सृष्टि करि पारू आमने उद्भावन करि पारू आमे पुरातन विषय को रिपेयर करि नुआ करि पारू तेणु आमको आर्टिस्ट बीइंग बनि मध्य कहा जाए। और शेष रे आमको कहा जाए आमने होछु स्पिरिचुअल बीइंग आत्मिक प्राणी। तेणु आमने उपासना करू आमे प्रशंसा करू आमे प्रार्थना करू पुरी ईश्वरंकर गौरव करू कीर्तन करू और से सत्य आत्मांकर सहित आमने एकीभूत हो पारो सत्य आत्मा सहित एकीभूत होता एपरी समस्त गुण चरित्र द्वारा ईश्वर आमको पूर्ण करी आम गोटे स्वतंत्र परिचय दियंती आमने होछु ह्यूमन बीइंग गोटे मानवीय प्राणी। किंतु ए सब मानवीय प्राणी आमको मध्य थिबा सत्वे आमने आमनकर निजर परिचय को आमने बुझी पारि ना। आज जो अंशटी आमने पढ़ीचु ए अंशरे साधु पितर से समय ख्रीष्ट विश्वासी मानक प्रभु जीशु ख्रीष्ट आह्वान होला परे तांकर स्वतंत्र परिचय कौन अटे ताको से वर्णना करती। तेणु आज आमनकर मुख्य प्रसंग आमनकर आलोच्यर विषय रहिबो ता होछि recognize your real identity in Christ. Recognize your real identity in Christ. ख्रीष्टन कठारे आंभ मानकर प्रकृत परिचय कौन जदि आमने आज पठित अंश को आम पढ़ू जे ए अंश रे आमने देखुछु जे तुम्भ मानकु अंधकार अपना कार्य आश्चर्य आलोक मध्य को आह्वान करिसंती तुमने जेपरी तांकर गुण कीर्तन कर। मूल उद्देश्य होछि आमने ईश्वर को गौरव साधन करबा। ईश्वर आमको जो गुण जो चरित्र जो शक्ति सामर्थ्य देइछंती से सब द्वारा माने ईश्वर को गौरव आनी दे पारेबा। सेठी में ख्रीष्टन को ठारे आमनकर परिचय को से चारि गोटी माध्यम रे वर्णना करंती और से चारि गोटी परिचय द्वारा माने जेपरी जगत मध्य बंची पारो सेति पाए प्रभु मान को आह्वान करूछंती। और प्रथम विषय से चारि गोटी परिचय मध्य प्रथम विषय होछि चूजन रेस मनोनीत वंश बोली कहती। आमने जगत मध्य विभिन्न वंश आमने अच्छु आमने ए जगत मध्य आमने विभिन्न परिचय नहीं आम बंचुछु वंशर परिचय नहीं किंतु ख्रीष्टन ठारे आमनकर गोटे ही वंश रही ख्रीष्टन ठारे आमनकर एक वंश रही और सेटा होछि मनोनीत होइथिबा वंश। ए जगत मध्य अनेक लोक माने अछंती से मानकु प्रभु सुजोग दे नांती जे ताको ठारे बंचिया पाए ताकर आलोकपूर्ण जीवन काटिबा पाए। तेणु प्रभु अनेकों को मध्यरु अल्प केतेकों तांकर प्रशंसा तांकर गौरव तांकर संभ्रम करी तांकर सेवा उपासना करी तांकर प्रकृत साक्ष्य बहन करी बंचिबा पाए प्रभु बाछि अछंती। एटा केडे सौभाग्यर विषय नुहे कि जदि माने आमनकर योग्यता नहीं आमनकर ज्ञान नहीं आमनकर बुद्धि एते हाई लेवल नुहे किंतु जो ईश्वर कोठारे संपूर्ण ईश्वर तो वास करे ज्ञान वास करे बुद्धि वास करे शक्ति वास करे से ईश्वर को सहित मिलित हेबार गोटे सुजोग से ईश्वर को सहित सहभागिता पाइबार गोटे सुजोग
ସେ ଆମମାନଙ୍କୁ ଦେଇ ଆମମାନଙ୍କୁ ବାଛିଛନ୍ତି ଜଗତ ମଧ୍ୟରୁ ଗୋଟେ ସ୍ୱତନ୍ତ୍ର ବଂଶ ହେବା ପାଇଁ ମନୋନୀତ କରିଛନ୍ତି। ଅନେକଙ୍କ ମଧ୍ୟରୁ ବାଛିଛନ୍ତି। ଆଜି ଆମମାନଙ୍କର ଭାରତ ବର୍ଷରେ ଯଦି ଆମେ ଦେଖୁ ମାତ୍ର 3% ରୁ କମ ଲୋକ ପ୍ରଭୁଙ୍କର ନିକଟବର୍ତ୍ତୀ ହେବାର ସୁଯୋଗ ପାଇଛନ୍ତି, ଈଶ୍ୱରଙ୍କର ଲୋକ ହେବାର ପରିଚୟ ପାଇଛନ୍ତି। ଅନେକ ଅଛନ୍ତି, କିନ୍ତୁ ପ୍ରଭୁ ସେମାନଙ୍କ ମଧ୍ୟରୁ ଆମମାନଙ୍କୁ ଗୋଟେ ମାଇନରିଟିକୁ ପ୍ରଭୁ ତାଙ୍କର କଣ କରୁଛନ୍ତି, ନିଜର ସହଭାଗିତା ମଧ୍ୟରେ ତାଙ୍କର ଉପାସନା କରିବା ପାଇଁ ସୁଯୋଗ ଦେଇଛନ୍ତି। ଆମେ ଅଳ୍ପ ହେଇପାରୁ, କିନ୍ତୁ ଆମମାନଙ୍କର ଜୀବନ ଗୋଟେ ବହୁମୂଲ୍ୟ ଜୀବନ ଅଟେ। ଏ ବିଷୟକୁ ବୁଝାଇ ସେମାନଙ୍କୁ ବାଛିଛନ୍ତି ମନୋନୀତ ବଂଶ ଭାବରେ, ଖ୍ରୀଷ୍ଟଙ୍କର ନିକଟବର୍ତ୍ତୀ ହେବାର, ଖ୍ରୀଷ୍ଟଙ୍କର ପରିବାରଭୁକ୍ତ ହେବାର ଲୋକ ଭାବରେ ସେ ଆମମାନଙ୍କୁ ବାଛିଛନ୍ତି। ଆମମାନେ ତାଙ୍କର ବଂଶ ଅଟୁ, ସେ ଆମମାନଙ୍କର ପିତା ଅଟନ୍ତି, ଆମେ ତାଙ୍କର ପୁତ୍ର କନ୍ୟା ଅଟୁ। ଆମେ ସମସ୍ତେ ବିଭିନ୍ନ ସ୍ଥାନରେ ରହିପାରୁ, ବିଭିନ୍ନ ଚିନ୍ତାଧାରାର ବ୍ୟକ୍ତି ହେଇପାରୁ, କିନ୍ତୁ ଆମମାନଙ୍କର ଜଣେ ପିତା ଅଟନ୍ତି, ଆମମାନଙ୍କର ଜଣେ ଈଶ୍ୱର ଅଛନ୍ତି, ଆଉ ତାଙ୍କର ବଂଶରେ ଆମମାନେ ତାଙ୍କର ସନ୍ତାନ ସନ୍ତତି ଭାବରେ ଜଗତରେ ବଞ୍ଚି ପାରୁଛୁ। ସେ ଆମ ସମସ୍ତଙ୍କର ପିତା ଅଟନ୍ତି। ଏଇ ସୌଭାଗ୍ୟ ଆମେ ପ୍ରାପ୍ତ ହେଇପାରୁଛୁ, ତେଣୁ ଆମେ ତାଙ୍କୁ ଆବା ପିତ ବୋଲି ଆମେ ଡାକି ପାରୁଛୁ। ତାଙ୍କ ନିକଟବର୍ତ୍ତୀ ଆମେ ହେଇପାରୁଛୁ, ଆମେ ତାଙ୍କର ସମସ୍ତ ଉତ୍ତରାଧିକାରୀ ହେବାର ସୌଭାଗ୍ୟ ପାଇଛୁ। ସ୍ୱର୍ଗରେ ଆଉ ମର୍ତ୍ତ୍ୟରେ ତାଙ୍କର ଉତ୍ତରାଧିକାରୀ ହେବାର ସୌଭାଗ୍ୟ ପାଇପାରୁଛୁ। ଏହା କେଡ଼େ ଅନୁଗ୍ରହର ବିଷୟ ନୁହେଁ କି? ତେଣୁ ଆମମାନଙ୍କ ପ୍ରଥମ ପରିଚୟ, ଆମମାନେ ମନୋନୀତ ବଂଶ ଅଟୁ। ଅନେକଙ୍କ ମଧ୍ୟରେ ଆମେ ବଛା ଯାଇଥିବା ତାଙ୍କର ସନ୍ତାନ ସନ୍ତତି ମାନେ ଅଟୁ। ପ୍ରଭୁ ଆମମାନଙ୍କୁ এই ବିଷୟ ପ୍ରଥମ ପରିଚୟ ପ୍ରଦାନ କରନ୍ତି। ଦ୍ୱିତୀୟ ପରିଚୟ ସେ ଆମମାନଙ୍କୁ ପ୍ରଦାନ କରନ୍ତି ରୟାଲ ପ୍ରିଷ୍ଟହୁଡ। ରୟାଲ ପ୍ରିଷ୍ଟହୁଡ ତାହା ହଉଛି ରାଜକୀୟ ଯାଜକ ବର୍ଗ। ରୟାଲ ପ୍ରିଷ୍ଟହୁଡ, ରାଜକୀୟ ଯାଜକ ବର୍ଗ। এই ଯୋଉ ରାଜକୀୟ ଯାଜକ ମାନେ ସାଧାରଣତଃ ଈଶ୍ୱରଙ୍କର ସେବା କରନ୍ତି, ଆଉ ଆମମାନେ ରାଜାଙ୍କର ସେବା କରିବାର ପ୍ରାପ୍ତ ସୁଯୋଗ ପ୍ରାପ୍ତ ହଉଛୁ। ରାଜାଙ୍କର ସୌଭାଗ୍ୟ ସୁଯୋଗ ସେବା କରିବାର ସମସ୍ତଙ୍କର ସୌଭାଗ୍ୟ ମିଳେ ନାହିଁ। ରାଜାଙ୍କର ସହିତ ବସିବା, ରାଜାଙ୍କର ସହିତ କଥୋପକଥନ କରିବା, ରାଜାଙ୍କର ସେଇ ଉପସ୍ଥିତିରେ ରାଜମହଲର ଜୀବନ ଆମେ ପାଇବା ପାଇଁ ପ୍ରଭୁ ଆମମାନଙ୍କୁ ଗୋଟେ ପ୍ରିଷ୍ଟହୁଡ ଲାଇଫ କାଟିବା ପାଇଁ ସୁଯୋଗ ଦେଇଛନ୍ତି ପ୍ରତ୍ୟେକଙ୍କୁ। ଆଉ ପ୍ରିଷ୍ଟହୁଡ ଲାଇଫ ଯେତେବେଳେ ଆମେ କାଟୁଛୁ, ଗୋଟେ ଯାଜକ ବର୍ଗ ହେଇପାରିଛୁ, ଯାଜକ ମାନଙ୍କର କୂଳରେ ଆମେ ଅଂଶୀ ହେଇପାରିଛୁ। ଆଉ ସେଥିପାଇଁ ଆମମାନଙ୍କୁ 4ଟି ବିଷୟ ଆମମାନଙ୍କ ଜୀବନରେ ସେ ପ୍ରଦାନ କରନ୍ତି। ପ୍ରଥମ ବିଷୟ ସେ ଆମମାନଙ୍କୁ ପ୍ରଦାନ କରନ୍ତି ଡାଇରେକ୍ଟ ଆକ୍ସେସ ଟୁ ଗଡ। ମାନେ ଯାଜକୀୟ ଯାଜକ ବର୍ଗ ହେବା ଦ୍ୱାରା ଆମମାନେ ଈଶ୍ୱରଙ୍କର ସିଧାସଳଖ ନିକଟବର୍ତ୍ତୀ ହେଇପାରୁଛୁ, ସିଧାସଳଖ ନିକଟବର୍ତ୍ତୀ ହେଇପାରୁଛୁ। ଆମମାନଙ୍କ ପାଇଁ କୌଣସି ମଧ୍ୟସ୍ଥିର ଆବଶ୍ୟକତା ନାହିଁ। ବର୍ତ୍ତମାନ ଆମମାନେ ସମସ୍ତେ ସିଧାସଳଖ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିପାରୁ, ପ୍ରଭୁଙ୍କର ଆରାଧନା କରିପାରିଛୁ। ଏଇଟା ପୂର୍ବ କାଳର ଲୋକମାନଙ୍କ ନିକଟରେ ନଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆମମାନେ ଈଶ୍ୱରଙ୍କର ସିଧାସଳଖ ନିକଟବର୍ତ୍ତୀ ହେବାର ସୁଯୋଗ ପାଇଛୁ। ଦ୍ୱିତୀୟ ବିଷୟ, ଆମମାନଙ୍କ ଜୀବନରେ ଏଇ ରାଜକୀୟ ଯାଜକ ବର୍ଗ ହେବାର ସୌଭାଗ୍ୟରେ ଆମେ ପ୍ରାପ୍ତ ହଉଛୁ ସ୍ପିରିଚୁଆଲ ସାକ୍ରିଫାଇସ କରିବାର ସୁଯୋଗ ପାଉଛୁ। ଆମେ ଯୋଉ ବଳିଦାନ ଯାଜକ ମାନେ କରୁଥିଲେ, ଆମମାନେ ମଧ୍ୟ ସେଇ ବଳିଦାନ କରିବାର ସୌଭାଗ୍ୟ ଆମେ ପାଇଛୁ। ପ୍ରତ୍ୟେକ ଲୋକ, ସେ ସାଧାରଣ ବିଶ୍ୱାସୀ ହଉ ପଛେ, ପ୍ରଭୁଙ୍କ ଠାରେ ତାଙ୍କର ବଳିଦାନ ସେ ଉତ୍ସର୍ଗ କରିପାରିବ। ତେଣୁ ସେ ବଳିଦାନ ମେଣ୍ଢା, ସେ ବଳିଦାନ ବୃଷ, ସେ ବଳିଦାନ କାପ୍ତା କି ଘୁଘୁର ବଳିଦାନ ନୁହେଁ, କିନ୍ତୁ ସେ ବଳିଦାନ ହଉଛି ପ୍ରଭୁଙ୍କ ଠାରେ ଆମମାନଙ୍କର ଜୀବନକୁ ଉତ୍ସର୍ଗ କରିବା ବଳିଦାନ। ରୋମିଓ 12:1 ଲେଖାଯାଏ, ତୁମମାନେ ଆପଣା ଆପଣା ଶରୀରକୁ ସଜୀବ, ପବିତ୍ର ଓ ଈଶ୍ୱରଙ୍କର ସୁଗ୍ରାହ୍ୟ ବଳି ରୂପେ ଉତ୍ସର୍ଗ କର। ଆମମାନଙ୍କର ଜୀବନକୁ ଉତ୍ସର୍ଗ କରିବା ପାଇଁ, ଜୀବନ୍ତ ବଳିଦାନ ହେବା ପାଇଁ ପ୍ରଭୁ ଆମମାନଙ୍କୁ ସେ ସୁଯୋଗ ଦିଅନ୍ତି। ଯଦି ଆମେ ଦେଖିବା ଫିଲିପିଓ 2:7 ଦେଖିବା ଯେ ଆମମାନେ ବିଶ୍ୱାସର ବଳିଦାନ ଆମେ କରିପାରିବା।
ଯଦି ଫିଲିପିଓ 4 ପର୍ବ ଯଦି 18 ପଦ ପଢିବା ସେଠି ଆମେ ପ୍ରେମର ସୁଗନ୍ଧି ଦ୍ରବ୍ୟ ଆମେ ଉତ୍ସର୍ଗ କରିପାରିବା ସୁଗନ୍ଧି ଦ୍ରବ୍ୟ ସ୍ୱରୂପ ଆମେ ଲୋକଙ୍କ ନିକଟରେ ଉତ୍ସର୍ଗ କରିପାରିବା ଆମେ ଯଦି ଏପ୍ରିଲ 13 ପର୍ବ 15 ପଦ ପଢିବା ଆମେ ପ୍ରଭୁଙ୍କୁ ପ୍ରଶଂସା ରୂପ ବଳି ଧନ୍ୟବାଦ ରୂପ ବଳି ଅଷ୍ଟାଧର ବଳି ଉତ୍ସର୍ଗ କରି ଆମେ ତାଙ୍କର ନିକଟବର୍ତ୍ତୀ ହେଇପାରିବା ତେଣୁ ଆମେ ସିଧାସଳଖ ଭାବରେ ଆମେ ରୟାଲ ପ୍ରିଷ୍ଟହୁଡ ଗ୍ରୁପ ରେ ଆମେ ସାମିଲ ହେଇପାରୁଛୁ ଆମେ ବଳିଦାନ କରିବାର ସୌଭାଗ୍ୟ ଆମେ ପାଇଛୁ ତୃତୀୟ ବିଷୟ ଆମେ ରୟାଲ ପ୍ରିଷ୍ଟହୁଡ ହେବା ପାଇଁ ଏମାନଙ୍କୁ ତୃତୀୟ ବିଷୟ ଏମାନଙ୍କୁ ଦିଆଯାଏ ସେଇଟା ହଉଛି ପ୍ରୋଫେଟିକ ରୋଲ ସେଟା ଭବିଷ୍ୟତ ବକ୍ତା ମାନଙ୍କର ଯୋଉ ଜୀବନ ଥିଲା ସେଇ ଜୀବନ ସେମାନଙ୍କ ଜୀବନରେ ପ୍ରଦାନ କରୁଛନ୍ତି ଯାହାକି ପରମେଶ୍ୱରଙ୍କର ଆଶ୍ଚର୍ଯ୍ୟ କର୍ମ ଆମମାନଙ୍କ ଜୀବନରେ ପ୍ରକାଶ କରିବା ପାଇଁ ପ୍ରଭୁ ମାନଙ୍କୁ ତାଙ୍କର ନିକଟବର୍ତ୍ତୀ ହେଇ ତାଙ୍କ ଲୋକମାନଙ୍କ ନିକଟରେ ପହଞ୍ଚାଇବାର ଗୋଟେ ସୌଭାଗ୍ୟ ସେ ଆମମାନଙ୍କୁ ଦିଅନ୍ତି ଆଉ ତାହା ଆମେ ପ୍ରଥମ ବିଷୟ ଆମେ କରିପାରିବା ପ୍ରୋକ୍ଲେମେସନ ଆମେ ପ୍ରଚାର କରିବା ଦ୍ୱାରା ଆମମାନଙ୍କର ଜୀବନ ଆମମାନଙ୍କର ଶିକ୍ଷା ଆମମାନଙ୍କର ପ୍ରତ୍ୟେକ ଆଚରଣ ଦ୍ୱାରା ଆମେ ଈଶ୍ୱରଙ୍କ ଲୋକ ଭାବରେ ଆମେ ପ୍ରଚାର କରିପାରିବା ପ୍ରଭୁଙ୍କର ବାକ୍ୟ ନେଇ ଆମେ ପ୍ରତ୍ୟେକଙ୍କ ନିକଟରେ ପହଞ୍ଚି ପାରିବା ପ୍ରଚାର ଦ୍ୱିତୀୟ ବିଷୟ ହେଉଛି ଘୋଷଣା ଆନାଉନ୍ସମେଣ୍ଟ ଆମେ ଘୋଷଣା କରିପାରିବା ଯେ ପରମେଶ୍ୱର ଆମମାନଙ୍କୁ ସେଇ ସାମର୍ଥ୍ୟ ଦେଇଛନ୍ତି ଆମେ ସୁସ୍ଥତା ଘୋଷଣା କରିପାରିବୁ ଆମେ ଲୋକମାନଙ୍କ ନିମନ୍ତେ ଆଶୀର୍ବାଦ ଆମେ ଘୋଷଣା କରିପାରିବୁ ଲୋକମାନଙ୍କ ନିମନ୍ତେ ତାଙ୍କର ସେ ସ୍ୱର୍ଗୀୟ ଶକ୍ତିକୁ ଆମେ ଘୋଷଣା କରିପାରିବୁ ତୃତୀୟ ବିଷୟ ଆମେ ଏକ୍ସପ୍ଲେନ କରିପାରୁ ଯେମିତି ଆମେ ଈଶ୍ୱରଙ୍କର ବାକ୍ୟକୁ ଆମେ ସମସ୍ତେ ବୁଝେଇ ପାରୁଛୁ ସମସ୍ତେ ଆମେ ବ୍ୟାଖ୍ୟାନ କରିପାରିବୁ ସେଇ ରୋଲ ସେମାନଙ୍କୁ ଦିଅନ୍ତି ରେସ୍ପନ୍ସିବିଲିଟି ଦିଅନ୍ତି ସେମାନଙ୍କୁ ଦିଅନ୍ତି କନଫେସ୍ ସ୍ୱୀକାରୋକ୍ତି ଆମେ ସବୁବେଳେ ନିଜର ପାପକୁ ଆମେ ପ୍ରଭୁଙ୍କ ଠାରେ ସ୍ୱୀକାର କରି ବଞ୍ଚି ପାରିବୁ ଏହା ଗୋଟେ ପ୍ରୋଫାଇଲିକ ରୋଲ ଅଟେ ଶେଷ ବିଷୟ ଏଡମୋନିସ୍ ଅର୍ଥାତ୍ ପରାମର୍ଶ ଆମେ ଦେଇପାରିବା ଅନେକଙ୍କୁ ଆମେ ବୁଝାଇ ପାରିବା ଅନେକଙ୍କୁ ଆମେ ଶିଖାଇ ପାରିବା ଅନେକଙ୍କୁ ପ୍ରଭୁଙ୍କ ପାଖକୁ ଆମେ ଆଣିପାରିବା ଯଦ୍ୱାରା ଆମେ ସମସ୍ତେ ଗୋଟେ ରାଜକୀୟ ଯାଜକ ବର୍ଗ ଆମେ ହେଇପାରୁଛୁ ଆଉ ଶେଷ ବିଷୟ ହେଉଛି ଏକ୍ସହର୍ଟେଡ ଅର୍ଥାତ୍ ଉତ୍ସାହ ଦେଇପାରିବା ଏନକରେଜ କରିପାରିବା ପ୍ରତ୍ୟେକଙ୍କର ଜୀବନର ଦୁଃଖରେ ନୈରାଶ୍ୟତାରେ ଆମେ ସେମାନଙ୍କର ସହିତ ଠିଆ ହୋଇ ଆମେ ଯଦି ଏନକରେଜ କରିପାରୁଛୁ ତାହେଲେ ଆମେ ପ୍ରୋଫେଟିକ ରୋଲରେ ଆମେ ଅଂଶ ହେଇପାରୁ ପ୍ରିୟମାନେ ଆମେ ଶେଷ ବିଷୟ ମାନେ ରାଜକୀୟ ଯାଜକ ବର୍ଗ ହେବା ପାଇଁ ପ୍ରଭୁ ଆମମାନଙ୍କୁ ଶେଷ ଦାୟିତ୍ୱ ଦେଇଛନ୍ତି ସେଇଟା ହେଉଛି ଏଜେଣ୍ଟ ଅଫ ରିକନସିଲିଏସନ ଗୋଟେ ରାଜଦୂତର କର୍ମ କରିବା ପାଇଁ ସେ ଆମମାନଙ୍କୁ ଆହ୍ୱାନ କରିଅଛନ୍ତି ସାଧୁ ପାଉଲଙ୍କୁ ପ୍ରଭୁ ସେହି ରିକନସିଲିଏସନ ପୁନର୍ମିଳନର ରାଜଦୂତର କର୍ମ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ ତହିଁରେ ଆମେ ମଧ୍ୟ ଈଶ୍ୱରଙ୍କ ନିକଟରେ ଗୋଟେ ରାଜକୀୟ ଯାଜକ ବର୍ଗ ଆମେ ହେଇପାରୁ ପ୍ରିୟମାନେ ଆମେ ତୃତୀୟ ବିଷୟ ଆମମାନଙ୍କର ପରିଚୟ ଆମମାନଙ୍କର ରହିଛି ତାହା ହେଉଛି ହୋଲି ନେସନ ପବିତ୍ର ଜାତି ଆମେ ହେଇପାରୁଛୁ ପବିତ୍ର ଗୋଷ୍ଠୀ ଆମେ ହେଇପାରୁଛୁ ଆଉ ସେ ପବିତ୍ର ଜାତି ମଧ୍ୟରେ ଆମେ କି ପ୍ରକାର ସ୍ୱତନ୍ତ୍ରତାର ଜୀବନ ଆମେ କାଟିପାରିବୁ ଯୋଉଥିପାଇଁ ପବିତ୍ରତା ନିମନ୍ତେ ଗୋଟେ ଗ୍ରୀକ ଶବ୍ଦ ବ୍ୟବହାର କରାଯାଏ ହାଗିଓସ୍ ସେଟ୍ ଏପାର୍ଟ ଆମମାନଙ୍କର ଜୀବନକୁ ସ୍ୱତନ୍ତ୍ର କରିବା ଦ୍ୱାରା ଆମେ ଈଶ୍ୱରଙ୍କର ଲୋକ ବୋଲି ଆମେ ଖ୍ୟାତ ହେଇପାରିବୁ ଏଇଟା ଆମମାନଙ୍କର ପରିଚୟ ଏଇଟା ଆମମାନଙ୍କର ଆଇଡେଣ୍ଟିଟି ହେବା ଆବଶ୍ୟକ ଆମେ ଅନ୍ୟମାନଙ୍କ ପରି ଆମେ ଜୀବନ କାଟିଲେ କେବେ ବି ଆମେ ଈଶ୍ୱରଙ୍କର ନିଜର ଲୋକ ଭାବରେ ଆମେ ପରିଚୟ ଦେଇପାରିବୁ ନାହିଁ ଈଶ୍ୱରଙ୍କର ଯୋଉ ଉଦ୍ଦେଶ୍ୟ ରହିଛି ତାହା ଆମେ ସାଧନ କରିପାରିବୁ ନାହିଁ ତେଣୁ ଆମେ ହେବା ପାଇଁ ଆଜି ଆମମାନଙ୍କୁ ପ୍ରଭୁ ଆହ୍ୱାନ କରନ୍ତି ଆମମାନଙ୍କର ପରିଚୟ ସେ ଦିଅନ୍ତି ଆମେ ଯେପରି ଗୋଟେ ପବିତ୍ର ଜାତି ହେଇପାରିବୁ ହୋଲି ନେସନ ହେଇପାରିବ ଆମମାନଙ୍କର ପ୍ରତ୍ୟେକ ବିଷୟ ପ୍ରଭୁଙ୍କୁ ଗୌରବ ଯେପରି କରିପାରିବ ଗୌରବ ସାଧନ କରିପାରିବ ଆଉ ଶେଷ ପରିଚୟ ସେ ଆମମାନଙ୍କୁ ଦିଅନ୍ତି ତାହା ହେଉଛି ଗଡ୍ସ ଓନ୍ ପିପଲ ଓନ୍ ପୋସେସନ
ଈଶ୍ୱରଙ୍କ ନିଜସ୍ୱ ପ୍ରଜା ବୋଲି ସେ କହନ୍ତି। ଆଉ ପ୍ରଜା ଯେତେବେଳେ ସେମାନେ କହନ୍ତି ସେମାନଙ୍କର ରାଜା ଅଟନ୍ତି। ଆମମାନେ ସମସ୍ତେ ପ୍ରଜା ଅଟୁ। ଆମମାନେ ସମସ୍ତେ ପ୍ରଜା ଯେତେବେଳେ ହେଇଯାଉ ସେତେବେଳେ ଆମମାନଙ୍କର ଉପରେ ରାଜାଙ୍କର ଅଧିକାର ଥାଏ। ତେଣୁ କୁହାଯାଏ you are not your own, you belong to another ବୋଲି କହନ୍ତି। ଆମେ ଅନ୍ୟକୁ ଆମେ କଣ କରୁଛୁ? ଅନ୍ୟର ଅଂଶୀ ଅଟୁ। ଆମମାନଙ୍କ ଜୀବନରେ ଆମେ ନିଜର ଇଚ୍ଛାରେ ଆମେ କୌଣସି କାର୍ଯ୍ୟ କରିପାରିବୁ ନାହିଁ, କିନ୍ତୁ ଆମମାନଙ୍କ ଜୀବନରେ ରାଜାଙ୍କର ଇଚ୍ଛା ସାଧିତ ହେବ। ରାଜାଙ୍କର ଶାସନ, ରାଜାଙ୍କର ନିୟମ ଆମମାନଙ୍କ ଜୀବନରେ କାର୍ଯ୍ୟକାରୀ ହେବ। ଯେଉଁମାନେ ରାଜାଙ୍କର ଅଧୀନ ହୁଅନ୍ତି ସେମାନେ ଦେଶରେ ରହିଲେ ରାଜାଙ୍କର ସେଇ ଶାସନରେ ସେମାନେ ବଞ୍ଚିବାକୁ ହେବ। ଠିକ ତଦ୍ରୂପ ଆମମାନେ এই ଜଗତ ମଧ୍ୟ ନିଜର ଇଚ୍ଛାରେ ନ ବଞ୍ଚି ଯଦି ଆମେ ତାଙ୍କର ପ୍ରଜା, ତାଙ୍କର ଶାସନ, ତାଙ୍କର ସେଇ ସ୍ୱର୍ଗୀୟ ସେଇ ସହଭାଗିତାରେ ଆମମାନଙ୍କ ଜୀବନକୁ ଅତିବାହିତ କରିବାକୁ ହେବ, ଯୋଉଠି ଆମମାନେ ଈଶ୍ୱରଙ୍କର ଅଧୀନତା ଆମେ ସ୍ୱୀକାର କରିବାକୁ ହେବ। କାରଣ ଈଶ୍ୱର ଆମମାନଙ୍କୁ କ୍ରୟ କରି ଅଛନ୍ତି। ପ୍ରଥମ କରନ୍ତୀୟ 6:20 ଲେଖାଯାଏ, କାରଣ ତୁମେମାନେ ବିଶେଷ ମୂଲ୍ୟରେ କିଣା ଯାଇଅଛ, ଏଣୁ ତୁମେମାନଙ୍କର ଶରୀରରେ ଈଶ୍ୱରଙ୍କର ଗୌରବ ପ୍ରକାଶ କର। ଆମମାନଙ୍କୁ ପ୍ରଭୁ କ୍ରୟ କରିଛନ୍ତି, ମୂଲ୍ୟ ଦେଇଛନ୍ତି ନିଜର ରକ୍ତ ଦ୍ୱାରା। ଆଉ ଆମମାନେ ଏଇ ଦେଶରେ ଜନ୍ମ ହେଇଛୁ ବୋଲି ତାଙ୍କର ପ୍ରଜା ହିଁ ନାହୁଁ, କିନ୍ତୁ ତାଙ୍କ ରକ୍ତ ଦ୍ୱାରା ସେମାନଙ୍କୁ କ୍ରୟ କରି ତାଙ୍କର ସେ ମହାନ ସେଇ ସ୍ୱର୍ଗୀୟ ସହଭାଗିତା, ତାଙ୍କ ସ୍ୱର୍ଗୀୟ ସେଇ ଦେଶ ମଧ୍ୟରେ ଆମମାନଙ୍କୁ ସାମିଲ କରିବା ପାଇଁ ସେମାନଙ୍କୁ ମୂଲ୍ୟ ଦେଇ ଅଛନ୍ତି। ତେଣୁ ଆମେ କ୍ରୟ କରାଯାଇଥିବା ଲୋକମାନେ ଅଟୁ। ପ୍ରିୟମାନେ, ଆମମାନେ ନିଜର ପରିଚୟ ବୁଝିବା। ଆଜି ଆମମାନଙ୍କୁ ଗୋଟେ ନୂତନ ପରିଚୟ ନେଇ ବଞ୍ଚିବା ପାଇଁ ପ୍ରଭୁ ଆହ୍ୱାନ କରନ୍ତି। ଡିୟର ଫ୍ରେଣ୍ଡ, ଆମମାନେ ଯେତେବେଳେ ପ୍ରଭୁଙ୍କର ସେଇ ଅନ୍ଧକାରମୟ ଜୀବନ ଠାରୁ ଆଲୋକମୟ ଜୀବନରେ ଆମେ ପ୍ରବେଶ କରିଛୁ, ଆମମାନେ ଆଉ ସାଧାରଣ ବ୍ୟକ୍ତିତ୍ୱ ନୁହଁ। ହୁଏତ ଆମେ ଅଶିକ୍ଷିତ ହେଇପାରୁ, ହୁଏତ ଆମମାନଙ୍କର ରଙ୍ଗ କଳା ହେଇପାରେ, ଆମମାନଙ୍କର ଗ୍ରାମରେ ଆମେ ବଞ୍ଚି ଥାଇପାରୁ, କିନ୍ତୁ ଈଶ୍ୱରଙ୍କର ସହଭାଗିତା ମଧ୍ୟରେ we all are precious people. ଆମେ ହଉଛୁ ବହୁମୂଲ୍ୟ ଲୋକମାନେ। we all are gracious people. ଆମମାନେ ଅନୁଗ୍ରହ ପ୍ରାପ୍ତ ହେଇଥିବା ଲୋକମାନେ। we all are unforgettable people. ଆମମାନେ କେବେ କଣ ହେଇପାରିବାନି, ଅବିସ୍ମରଣୀୟ ହୋଇ ରହିଥିବା ଲୋକମାନେ ଅଟୁ। we all are honorable people. ଆମେ ହଉଛୁ ସମ୍ମାନସ୍ପଦ ବ୍ୟକ୍ତିମାନେ। ଯେଉଁମାନେ ଆଜି ଆମମାନଙ୍କୁ ପ୍ରଭୁ ସେହି ପରିଚୟ ଦେଇଛନ୍ତି। ତେଣୁ ଗୋଟେ କଥା କହନ୍ତି, ଯେତେବେଳେ ପର୍ଯ୍ୟନ୍ତ ଆମେ ଖ୍ରୀଷ୍ଟଙ୍କ ଠାରେ ଆହ୍ୱାନ ପ୍ରାପ୍ତ ହେଇନଥିଲୁ ସେ ପର୍ଯ୍ୟନ୍ତ ଆମେ ଖ୍ରୀଷ୍ଟଙ୍କ ଠାରୁ ବାହାରେ ଥିଲୁ, କିନ୍ତୁ ଯେତେବେଳେ ଖ୍ରୀଷ୍ଟଙ୍କର ହେଇଛୁ ଆମମାନଙ୍କର ପରିଚୟ କହନ୍ତି, ଟିମ୍ ଟେବୋ ବୋଲି ଜଣେ ବ୍ୟକ୍ତି ଅଛନ୍ତି, ସେ କହନ୍ତି when your identity is found in Christ, your identity never changes. ଯେତେବେଳେ ଆମେ ଖ୍ରୀଷ୍ଟଙ୍କ ଠାରେ ଆମର ପରିଚୟ ପ୍ରାପ୍ତ ହଉ, ଆମମାନଙ୍କର ପରିଚୟ ବଦଳେ ନାହିଁ। ଆଉ ଆମର ପରିଚୟ ବଦଳିବ ନାହିଁ। you are always a child of God ବୋଲି ସେ କହନ୍ତି। ତୁମମାନେ ସର୍ବଦା ଈଶ୍ୱରଙ୍କର ପୁତ୍ର କନ୍ୟା ଅଟ। ତେଣୁ ପ୍ରଭୁ ଆମମାନଙ୍କୁ ଆଜି ଆହ୍ୱାନ କରିଛନ୍ତି, ପ୍ରଭୁ ଆମମାନଙ୍କୁ ତାଙ୍କର କୀର୍ତ୍ତନ କରିବା ପାଇଁ, ତାଙ୍କର ଗୁଣ କୀର୍ତ୍ତନକୁ ପ୍ରକାଶ କରିବା ପାଇଁ ପ୍ରଭୁ ଆମମାନଙ୍କୁ ସୁଯୋଗ ଦେଇଛନ୍ତି। ଆମମାନେ ନିଜର ପରିଚୟ ଆମେ ପ୍ରାପ୍ତ ହଉଛୁ। ଆମମାନଙ୍କର ପରିଚୟ ହଉଛି ଆମମାନେ ପ୍ରଥମରେ ଆମେ chosen race, ମନୋନୀତ ବଂଶ ଅଟୁ। ଦ୍ୱିତୀୟ ବିଷୟ, ଆମମାନେ ହଉଛୁ royal priesthood, ଆମମାନେ ରାଜକୀୟ ଯାଜକ ବର୍ଗ ଅଟୁ। ଆମମାନେ ହଉଛୁ holy nation, ପବିତ୍ର ଜାତି ଅଟୁ। ଆମମାନେ ହଉଛୁ God's own possession, ଈଶ୍ୱରଙ୍କର ନିଜସ୍ୱ ପ୍ରଜା ଅଟୁ। ଆମମାନଙ୍କୁ ତାଙ୍କର ଅଧୀନ ହୋଇ ବଞ୍ଚିବା। ପ୍ରଭୁ ଆମମାନଙ୍କୁ ଏଇ ପରିଚୟ ନେଇ ତାଙ୍କର ଗୌରବ ସାଧନ କରିବା ପାଇଁ, ଗୁଣ କୀର୍ତ୍ତନ କରି ବଞ୍ଚିବା ପାଇଁ ପ୍ରଚୁର ଅନୁଗ୍ରହ ଏବଂ ଆଶୀର୍ବାଦ କରନ୍ତୁ। ଆମେନ୍। God bless.
bless you. Amen.